ଶ୍ରୋତା ବନ୍ଧୁ, ଆଜି ଆମେ ଭାରତର ପୂର୍ବ ଉପକୂଳରେ ଅଧିଷ୍ଠିତ ଆମର ଯେଉଁ ଓଡ଼ିଶା ପ୍ରଦେଶ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛେ। ଓଡ଼ିଶାର ଆଜିର ଯେଉଁ ନାମ, ଏହା କିପରି ପୂର୍ବେ ଥିଲା ଏବଂ ବିବର୍ତ୍ତିତ ହୋଇ ରୂପାନ୍ତରିତ ହୋଇ କିପରି ଆଜି ଓଡ଼ିଶା ପ୍ରଦେଶରେ ପରିଣତ ହୋଇଛି, ଏହାର ପୂର୍ବ ରୂପ କିପରି ଥିଲା, କି ପରିବେଶ ପରିସ୍ଥିତି ଦେଇ ଏହା ଗତିଶୀଳ ହୋଇ ଆଜି ଓଡ଼ିଶା ଭାବରେ ନାମିତ ହୋଇଛି, ସେ ସମ୍ପର୍କରେ ଆମର ସାମାନ୍ୟ ଧାରଣା ନିହାତି ପକ୍ଷେ ଦରକାର। ପ୍ରାଚୀନ ପରିସୀମାରୁ ନେଇ ଏ ରାଜ୍ୟ ଉତ୍କଳ, କଳିଙ୍ଗ, ଉଡ୍ର ଓ କୋଶଳ ନାମରେ କିପରି ପରିଚିତ ଥିଲା ଏବଂ ଆଜି ଓଡ଼ିଶାରେ ପରିଣତ ହୋଇଛି। ଶ୍ରୋତାବନ୍ଧୁ, ଆମେ ଯଦି ଦେଖିବା ଓଡ଼ିଶାର ଉତ୍ପତ୍ତି ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତାର ଉତ୍ପତ୍ତି କେବେ ହେଲା ତା ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଆମ ପାଖରେ ନାହିଁ। ତେବେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଅଧିବାସୀଗଣ ଅନାର୍ଯ୍ୟ ଥିଲେ। ମାତ୍ର ଖ୍ରୀଷ୍ଟପୂର୍ବ ବହୁ ଶତାବ୍ଦୀ ପୂର୍ବରୁ ଆର୍ଯ୍ୟମାନେ ଯେଉଁ ବାସ କରୁଥିଲେ ଓ ଆର୍ଯ୍ୟର ଭାଷା ପ୍ରଚଳନ ଥିଲା, ଯାହାର ଅଭ୍ରାନ୍ତ ବଳିଷ୍ଠ ପ୍ରମାଣ ମିଳେ ଖ୍ରୀଷ୍ଟପୂର୍ବ ଏକମ ଶତାବ୍ଦୀର କଳିଙ୍ଗ ସମ୍ରାଟ ଖାରବେଳଙ୍କ ଶିଳାଲେଖମାନଙ୍କରୁ। ତେଣୁ ଇତିହାସ କହେ ଯେ ବିଶ୍ୱ ଆର୍ଯ୍ୟ ଗୋଷ୍ଠୀର ଯେଉଁ ଶାଖା ଭାରତକୁ ଆସିଛି, ସେମାନେ ପଞ୍ଜାବ ବା ପଞ୍ଚନଦ ଅଞ୍ଚଳରୁ ସେମାନଙ୍କର ପ୍ରଥମ ବାସସ୍ଥାନ ରୂପେ ବାଛି ନେଇଥିଲେ। ଉତ୍ତରରୁ ଦକ୍ଷିଣକୁ ଅଗ୍ରସର ହେବା ସମୟରେ ଭାରତରେ ପୂର୍ବରୁ ବାସ କରୁଥିବା ଦ୍ରାବିଡ଼ ବା ଅନାର୍ଯ୍ୟମାନଙ୍କ ସହିତ ସେମାନଙ୍କର ସଂଘର୍ଷ ହେଲା। ଆର୍ଯ୍ୟମାନେ ଶେଷରେ ଜୟଲାଭ କଲେ। ଭାରତର ଦକ୍ଷିଣକୁ ସେମାନେ ଅଗ୍ରସର ହେଲେ। କିଛି ଦୂର ଅଗ୍ରସର ହେଲା ପରେ ସେମାନଙ୍କର ଗତି ବାଧାପ୍ରାପ୍ତ ହେଲା ଏବଂ ମଧ୍ୟ ଭାରତର ପୂର୍ବରୁ ପଶ୍ଚିମକୁ ଯେଉଁ ବିନ୍ଧ୍ୟାଚଳ ପ୍ରଲମ୍ବିତ, ସେଇଠି ସେମାନେ ରହିଲେ। ସେମାନେ ଦକ୍ଷିଣ ଭାରତକୁ ଯିବା ପାଇଁ ଦୁଇଟି ପଥ ଆବିଷ୍କାର କଲେ। ଗୋଟିଏ ପଶ୍ଚିମ ଭାରତର ଗୁଜୁରାଟ, ଆଉ ଗୋଟିଏ ପୂର୍ବ ଭାରତର ଓଡ଼ିଶା ବା ତତ୍କାଳୀନ ଉତ୍କଳ କଳିଙ୍ଗ। ତେଣୁ ଅତୀତରେ ଭାରତର ପଶ୍ଚିମରେ ଗୁଜୁରାଟ ଥିଲାବେଳେ ପୂର୍ବରେ ଉତ୍କଳ କଳିଙ୍ଗ ଥିଲା। ଦ୍ରାବିଡ଼ ଓ ଆର୍ଯ୍ୟ ସଂସ୍କୃତି ତଥା ସଭ୍ୟତାର ମହାମିଳନର କ୍ଷେତ୍ର। ଶ୍ରୋତାବନ୍ଧୁ, ଆଧୁନିକ ଓଡ଼ିଶାର ଉତ୍ତରରେ ଝାଡ଼ଖଣ୍ଡ ଅଛି, ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଛତିଶଗଡ଼ ଅବସ୍ଥିତ। ଯଦି ଓଡ଼ିଶା ପ୍ରଦେଶର ଆୟତନ ଆମେ ଦେଖିବା, ବର୍ତ୍ତମାନ ପାଇଁ 1,55,707 ବର୍ଗ କିଲୋମିଟର। ପ୍ରାଚୀନ କାଳରେ କିନ୍ତୁ ଏହା ଉତ୍ତରରେ ଗଙ୍ଗା ନଦୀର ମୁହାଣ ଠାରୁ ଦକ୍ଷିଣରେ ଗୋଦାବରୀ ନଦୀର ମୁହାଣ ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଉପକୂଳରେ ସୁବିସ୍ତୃତ ଥିଲା। ପ୍ରାଚୀନ ପରିସୀମାକୁ ନେଇ ହିଁ ଏ ରାଜ୍ୟ ଉତ୍କଳ, କଳିଙ୍ଗ, ଉଡ୍ର ଓ କୋଶଳ ନାମରେ ପରିଚିତ ଥିଲା। ଐତେରୀୟ ବ୍ରାହ୍ମଣରେ କଳିଙ୍ଗର ନାମ ଉଲ୍ଲେଖ ରହିଛି। 1000 ଖ୍ରୀଷ୍ଟପୂର୍ବ 1000ରୁ ଖ୍ରୀଷ୍ଟପୂର୍ବ 600 ମଧ୍ୟରେ ଯେଉଁ ବୈଦିକ ସାହିତ୍ୟ ଆତ୍ମପ୍ରକାଶ ଲାଭ କରିଥିଲା ବା ବ୍ୟାପକତା ଆମେ ଦେଖୁ, ସେ ସମୟର ଐତେରୀୟ ବ୍ରାହ୍ମଣ ପୁସ୍ତକରେ, ଗ୍ରନ୍ଥରେ କଳିଙ୍ଗର ନାମ ଉଲ୍ଲେଖ ରହିଛି। ଉତ୍କଳ, ଅଙ୍ଗ, ବଙ୍ଗ, କଳିଙ୍ଗ ପ୍ରଭୃତି ରାଜ୍ୟ ସେଠାରେ ଶାସନ କରୁଥିବା ରାଜାମାନଙ୍କ ନାମାନୁଯାୟୀ ନ ହୋଇ ସେହି ରାଜ୍ୟ ସମୂହର ଅଧିବାସୀମାନଙ୍କ ନାମରେ ନାମିତ ହୋଇଥିବା କଥା, ସେଇ ମତଟିକୁ ଆମେ ବେଶୀ ଗ୍ରହଣ କରିବା। ମାନେ ଆମେ ଭାବିବାନି ଯେ ସେ ସମୟରେ କୌଣସି ରାଜା ବୋଧହୁଏ ଯାହାଙ୍କ ନାମ ଉତ୍କଳ ଥିବ, ଅଙ୍ଗ ଥିବ, ନା, ସେଇଟା ଭୁଲ କଥା। ଆମେ ଜାଣିବା ଯେ ସେ ଅଞ୍ଚଳର ଯେଉଁ ଅଧିବାସୀମାନେ ଥିଲେ, ସେହିମାନଙ୍କ ନାମ ଅନୁସାରେ ଏଇ ଅଞ୍ଚଳର ନାମ ଏମିତି ହେଇଥିବ ବୋଲି ଆମେ ଗ୍ରହଣ କରିବା। ତେବେ ଏ କଥାକୁ ତର୍କସମ୍ମତ ବା ଯୁକ୍ତିନିଷ୍ଠ ପ୍ରତିପାଦନ କରିବା ପାଇଁ ଆମେ ବିଶିଷ୍ଟ ପ୍ରଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ନବୀନ କୁମାର ସାହୁଙ୍କର ଓଡ଼ିଆ ଜାତିର ଇତିହାସ ପ୍ରଥମ ଭାଗ ପୃଷ୍ଠା 3 ଏବଂ 4ରେ ଉଲ୍ଲେଖ ଥିବା
जो तांकर वक्तव्य को एठी आमे मने पकेबा। से लिखिछंती, प्राचीन बौद्ध जैन और ब्राह्मण साहित्य कलिंग बा उत्कल राज्यर नामोल्लेख परिवर्ते कलिंग जाति बा उत्कल जातिर उल्लेख प्राय देखा मिले, सर्वत्र मिले। कलिंग राज्य स्थान रे कलिंगाहा बा उत्कल राज्य स्थान रे उत्कलह बा उक्कला ओक्कला मध्य यथाक्रमे कलिंग जनता बा उत्कल जनता उद्देश्य रे संस्कृत और प्राकृत ग्रंथ मानकरे उल्लिखित। तेणु उत्कल और कलिंग राज्य उत्कल बा कलिंग नामध्य राजापुरुष मानक नामरु नुहे, बरम उत्कल बा कलिंग जातिर नामानुसारे ही यथाक्रमे नामित होइतिबा युक्तियुक्त मने हुए। उत्कल और कालिंग नामक कृषक और गोपालक एबे सुद्धा ओडिशार विभिन्न स्थान रे बास करिथिबार देखा जाती। श्रोताबंधु, आमे एठी आउ दुईटी पुस्तक बा ग्रंथर नाम उल्लेख करने उचित हब। गोटे होची बौद्ध ग्रंथ विनय पिटक, आउ गोटे होची जातक। विनय पिटक एवं जातक रे मध्य गोटे घटना को स्थानित कराइछि। आमे समस्ते सेटा जानिछे। तपस्सु फल्लिक नामक उत्कलर दुई बणिक मध्य देश को वाणिज्य उद्देश्य रे 500टी शगड़े पण्यद्रव्य घेनी जाउथिले एवं जिबा बेले उरुबेला जंगल रे बुद्धदेव दर्शन लाभ करथिले। ए कथा विनय पिटक रे रहिछि, जातक रे रहिछि। ए दुई जनक नाम एथिपाई रहिछि जे माने उत्कलर बणिक थिले। शाक्य सिंह 7 सप्ताह पूर्वर बोधि लाभ करी खाद्याहार और पानाहार बिना पड़ी रही। शाक्य सिंह किए? गौतम बुद्ध। एही उत्कलीय बणिक भ्राताद्वयଙ୍କ हस्तरू से प्रथमे खाद्य ग्रहण करथिले। सेमाने बुद्धଙ୍କ शिष्यत्व ग्रहण करी बुद्ध आविष्कृत आर्य सत्यर प्रथम परिचय लाभ करथिले। बुद्धଙ୍କ नख और केश नहीं से बणिक द्वय निज देश उत्कल रे नखस्तूप और केशस्तूप निर्माण कले। तेणु बौद्ध धर्मर जदि आद्य प्रतिष्ठा कौटी होइतिला बोली जानिबा ताले उत्कल रे ही होइतिला। सेहीपरि बौद्ध ग्रंथ रे कथा मध्य रहिछि। बौद्ध ग्रंथ अंगुत्तर निकाय रे उत्कल देशर नाम रहिछि। एहा सहित कलिंग प्रसंग मध्य प्राचीन बौद्ध साहित्य रे उपलब्ध होउछि। महापरिनिर्वाण सूत्रे वर्णित अछि जे गौतम बुद्धंकर महानिर्वाण परे एक कलदांत कलिंग को आसीथिला। ख्रीष्टीय तृतीय शताब्दी रे सिंहली कवि धर्मकीर्ति द्वारा रचित दाठा धातुवंश नामक पाली ग्रंथ रे सिंहल को दंत धातुर आनयन प्रसंग रे विस्तारित वर्णना लिपिबद्ध रहिछि। सेही समय रे कलिंगर राजा थिले ब्रह्मदत्त। बोधुए बौद्ध मध्य से थिले, बौद्ध धर्मावलंबी मध्य थिले। थेरक्षेम नामक जणे बौद्ध श्रमण एही दंत धातु आनी ब्रह्मदत्तଙ୍କୁ ଦେଇଥିଲେ। ଏହି ଦନ୍ତ ଧାତୁର ପୂଜା ଉଦ୍ଦେଶ୍ୟରେ ଦନ୍ତପୁର ଠାରେ ଏକ ସ୍ତୂପ ନିର୍ମିତ ହୋଇଥିଲା। ବୌଦ୍ଧ ଗ୍ରନ୍ଥ ଦୀର୍ଘନିକାୟ ଓ କେତେକ ଜାତକରେ ଏବଂ ଜୈନ ଗ୍ରନ୍ଥ ଉତ୍ତରାଧ୍ୟାୟନ ସୂତ୍ର ଓ ସୂତ୍ରକୃତାଙ୍ଗର ଏକ ଆଖ୍ୟାୟିକା ଅନୁସାରେ ଏହି ନଗର କଳିଙ୍ଗର ରାଜା ଓ ଧନୀ ସୌଦାଗର ମାନଙ୍କ ଦ୍ୱାରା ହସ୍ତି ଦନ୍ତରେ ନିର୍ମିତ ହୋଇଥିବାରୁ ତାହା ଦନ୍ତପୁର ନାମରେ ଖ୍ୟାତ ଥିଲା। श्रोताबंधु, आपण माने देखुचंदी जे ओडिशा किपरि भाबरे बौद्ध धर्म सहित तार संपृक्ति एवं गौतम बुद्धଙ୍କ सानिध्य लाभ करिथिबा आम उत्कलीय तपस्वी एवं फल्लिक किपरि भाबरे स्मरणीय से कथा हमको मने रखिया को हेबो। कलिंग संबंध रे आलोचना करिला बेले त्रिकलिंग नाम मध्य हमको आसे मने पड़े। प्राचीन ग्रीक लेखक प्लिनी कलिंग राज्य को 3 भाग रे विभक्त करती। गडरिडाई कलिंग, मेको कलिंग और कलिंग। त्रिकलिंग एही 3 राज्यर मिलित रूप बोली केतेक ऐतिहासिक मत दियंती। पुणी केतेक मध्य कहती जे उत्कल कलिंग और कंगोद राज्य त्रयर समष्टि रे त्रिकलिंग राज्य गठित। मात्र प्राचीन और मध्ययुगीय अभिलेख गुड़िकरू त्रिकलिंग और कलिंग भिन्न भिन्न राज्य थिला बोली सूचना मिले। इतिहास रे ओडिशा
କଳିଙ୍ଗ, ଉତ୍କଳ, ଉଡ୍ରମଣ୍ଡଳ ନାମରେ ବିଭିନ୍ନ କାଳରେ ପରିଚିତ ଥିଲେ ହେଁ ଏ ସମସ୍ତ ଐତିହାସିକ କଳିଙ୍ଗ ନାମରେ ପ୍ରସିଦ୍ଧ ଥିଲା। ମୌର୍ଯ୍ୟ ସମ୍ରାଟ ଅଶୋକ ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଜୟ କରିଥିଲେ। ମାତ୍ର କଳିଙ୍ଗବାସୀଙ୍କ ସାହସ ଓ ବୀରତ୍ୱ ଯୋଗୁଁ ସେଇ ଯେଉଁ କଳିଙ୍ଗ ଯୁଦ୍ଧ ତାଙ୍କ ହୃଦୟକୁ ପରିବର୍ତ୍ତନ ମଧ୍ୟ କରିଥିଲା, ଯେଉଁଥିପାଇଁ ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଏଇଟା ହେଉଛି ଖ୍ରୀଷ୍ଟପୂର୍ବ 261ର କଥା। ଆମକୁ ଏଇଠୁ ଟିକେ ମନେ ରଖିବାକୁ ପଡ଼ିବ, କାହିଁକିନା ଯେଉଁ ରାଜବଂଶୀମାନେ ଆସିଛନ୍ତି ସେମାନେ କିପରି ଆସିଲେ ଅଶୋକଙ୍କ ପରେ। ସେ ମୌର୍ଯ୍ୟ ବଂଶୀ ଥିଲେ, ଅଶୋକ ଥିଲେ ମୌର୍ଯ୍ୟ ବଂଶୀ। ତାପରେ ଆସିଗଲେ ମୌର୍ଯ୍ୟ ସାମ୍ରାଜ୍ୟର ପତନ ହେଲା। ଆପଣମାନେ ମନେ ରଖିବେ ଯେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରଥମେ ଥିଲା କଳିଙ୍ଗରେ, ତାପରେ ତାର ପତନ ପରେ ଚେଦି ବଂଶୀୟ କଳିଙ୍ଗ ସମ୍ରାଟ ମହାମେଘବାହନ ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ କଳିଙ୍ଗର ହୃତ ଗୌରବ ଫେରାଇ ଆଣିଥିଲେ। ତାପରେ ତେଣୁ ଆମେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପରେ ଦ୍ୱିତୀୟ କଳିଙ୍ଗ ସମ୍ରାଟ ହେଲେ ମହାମେଘବାହନ ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ ସେ ଆସିଲେ। ତାପରେ ଆସିଲେ ଯିଏକି ମଗଧର ଅଧୀନତାରୁ ମୁକ୍ତ କରି କଳିଙ୍ଗକୁ ନିଜର ସ୍ୱାତନ୍ତ୍ର୍ୟ ଘୋଷଣା କରେଇଥିଲେ, ସେ ଥିଲେ ଆମର ଖାରବେଳ। ତେଣୁ ଖାରବେଳ ସ୍ମରଣୀୟ। ଇତିହାସର ପୃଷ୍ଠା ଭିତରୁ ଖାରବେଳଙ୍କୁ ଆମେ ସମ୍ମାନର ସହିତ ଦେଖୁ, ବୁଝୁ, ଶୁଣୁ। ଖାରବେଳଙ୍କ ପରେ କଳିଙ୍ଗ ଦୁର୍ବଳ ହୋଇପଡ଼ିଥିଲା। ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗ ବେଳକୁ ଆସୁଛନ୍ତି ମାଠର ବଂଶୀୟ ବୈଷ୍ଣବ ଧର୍ମାନୁରାଗୀ ରାଜା। ସେମାନେ କଳିଙ୍ଗକୁ ଏକ ଶକ୍ତିଶାଳୀ ରୂପ ଦେଲେ। ବହୁକାଳ ପର୍ଯ୍ୟନ୍ତ ଏହା ମହାନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ମାଠର ବଂଶର ପତନ ହେଲା 498 ଖ୍ରୀଷ୍ଟାବ୍ଦରେ। ଆପଣମାନେ ଏଇଟା ମନେ ରଖିବେ ଲେଖିକି। ମାଠର ବଂଶର ପତନ ପରେ ଦକ୍ଷିଣ କଳିଙ୍ଗ ବା ଦକ୍ଷିଣରେ ଗୋଦାବରୀ ଠାରୁ ନାଗାବଳୀ ନଦୀ ପର୍ଯ୍ୟନ୍ତ ବାସିଷ୍ଠ ବଂଶର ଶାସନାଧୀନ ହେଲା ଓଡ଼ିଶା ବା କଳିଙ୍ଗ। ମଧ୍ୟ କଳିଙ୍ଗ ବା ନାଗାବଳୀ ନଦୀଠାରୁ ଋଷିକୂଲ୍ୟା ନଦୀ ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରାଚ୍ୟ ଗଙ୍ଗବଂଶ ବା ପ୍ରଥମ ଗଙ୍ଗବଂଶର ରାଜତ୍ୱ ପ୍ରତିଷ୍ଠା ହେଲା। ଏବେ ଆସିଗଲା, ପ୍ରଥମେ ଆସିଲେ ମୌର୍ଯ୍ୟବଂଶୀ ରାଜା ଅଶୋକ, ଦ୍ୱିତୀୟରେ ଆସିଲେ ଆପଣଙ୍କର ମହାମେଘବାହନ ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମରେ, ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ବେଳକୁ ଆସୁଛନ୍ତି ମାଠର ବଂଶୀୟ ବୈଷ୍ଣବ ଧର୍ମାନୁରାଗୀ ରାଜା, ଏବଂ ତାପରେ ମାଠର ବଂଶର ପତନ ଯେତେବେଳେ ହେଉଛି ତା ପରବର୍ତ୍ତୀ ସମୟରେ ଆସୁଛନ୍ତି ବାସିଷ୍ଠ ବଂଶର ଶାସକ। ମଧ୍ୟ କଳିଙ୍ଗ ବା ନାଗାବଳୀ ନଦୀଠାରୁ ଋଷିକୂଲ୍ୟା ନଦୀ ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରାଚ୍ୟ ଗଙ୍ଗବଂଶ ବା ପ୍ରଥମର ଗଙ୍ଗବଂଶର ରାଜତ୍ୱ ପ୍ରତିଷ୍ଠା ହେଲା ପ୍ରାୟ 500 ଖ୍ରୀଷ୍ଟାବ୍ଦରେ। ଉତ୍ତର କଳିଙ୍ଗ ବା ଋଷିକୂଲ୍ୟା ନଦୀଠାରୁ ଉତ୍ତରରେ ମହାନଦୀ ପର୍ଯ୍ୟନ୍ତ ଅଞ୍ଚଳରେ ବିଗ୍ରହ ରାଜବଂଶ ଗୋଟେ ଆସିଲା। ବିଗ୍ରହ ରାଜବଂଶ ତାହା ଶକ୍ତିଶାଳୀ ହୋଇକି ଶାସନ ଆରମ୍ଭ କଲା। ସମୟାନୁକ୍ରମେ ଉତ୍ତର ପାର୍ଶ୍ୱସ୍ଥ ତୋଷଳୀ ରାଜ୍ୟରେ ମୁଦ୍ଗଳ ରାଜବଂଶର ଉତ୍ଥାନ ହେଲା ଓ ମୁଦ୍ଗଳ ବଂଶୀ ରାଜା ଶମ୍ଭୁଯଶ ପ୍ରାୟ 600 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଗ୍ରହ ବଂଶ ଶାସିତ କରିଛନ୍ତି ଏବଂ ଉତ୍ତର କଳିଙ୍ଗ ଉପରେ ସେମାନଙ୍କର ଆଧିପତ୍ୟ ବିସ୍ତାର କରିଛନ୍ତି ବା ପ୍ରଭାବ ବିସ୍ତାର କରିଛନ୍ତି। କର୍ଣ୍ଣ ସୁବର୍ଣ୍ଣର ରାଜା ଶଶାଙ୍କ, ଏବେ ଆସିଲା ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ କଥା। ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ବେଳକୁ କର୍ଣ୍ଣ ସୁବର୍ଣ୍ଣର ରାଜା ଶଶାଙ୍କ ନିଜ ରାଜ୍ୟକୁ ଉତ୍ତରରେ ମଗଧଠାରୁ ଦକ୍ଷିଣରେ କଙ୍ଗୋଦ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିଲେ। ଯେଉଁ କଙ୍ଗୋଦ ଅଛି ଏଇଟା ହେଉଛି ଗଞ୍ଜାମ ଅଞ୍ଚଳ ପର୍ଯ୍ୟନ୍ତ। ପ୍ରାୟ 625 ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସୁବିସ୍ତୃତ ଅଞ୍ଚଳ ଉପରେ ସମ୍ରାଟ ହର୍ଷବର୍ଦ୍ଧନଙ୍କ ଆସିଲା, ଶାସନାଧୀନ ହେଲା ତାଙ୍କ ଅଞ୍ଚଳ। ତେଣୁ ଏଇଠୁ ଆସିଲେ ହର୍ଷବର୍ଦ୍ଧନ। ସେହି ସମୟରେ ଦାକ୍ଷିଣାତ୍ୟର ଚାଲୁକ୍ୟ ରାଜା ଦ୍ୱିତୀୟ ପୁଲକେଶୀ ଦକ୍ଷିଣ କଳିଙ୍ଗ ଓ ମଧ୍ୟ କଳିଙ୍ଗ ଅଧିକାର କରି ନିଜ ରାଜ୍ୟର ସୀମାକୁ କୁଙ୍ଗୋଦ ପର୍ଯ୍ୟନ୍ତ, କଙ୍ଗୋଦ ଲେଖିପାରିବେ, କୁଙ୍ଗୋଦ ମଧ୍ୟ ଲେଖିପାରିବେ, ବିସ୍ତାର କରିଥିଲେ। ହର୍ଷବର୍ଦ୍ଧନ ଓ ପୁଲକେଶୀଙ୍କ ମଧ୍ୟରେ ଯୁଦ୍ଧ ହେଲା। ଏଥିରେ ହର୍ଷବର୍ଦ୍ଧନ ପରାଜିତ ହେଲେ। 642 ଖ୍ରୀଷ୍ଟାବ୍ଦରେ ଚାଲୁକ୍ୟ ରାଜା ପୁଲକେଶୀ ପଲ୍ଲବ ବଂଶର ରାଜା ନରସିଂହ
ବର୍ମାଙ୍କ ହସ୍ତରେ ନିହତ ହେଲେ। ପରେ 647 ଖ୍ରୀଷ୍ଟାବ୍ଦରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁବରଣ କରିବାରୁ ତାଙ୍କର ସୁବିଶାଳ ସାମ୍ରାଜ୍ୟର ପତନ ହେଲା। ଏବେ ଆସିଲା ହର୍ଷବର୍ଦ୍ଧନଙ୍କ ପରେ ଶୈଳୋଦ୍ଭବ। ଶୈଳୋଦ୍ଭବ ରାଜବଂଶ କୁଙ୍ଗଦରେ ଶାସନ ପ୍ରତିଷ୍ଠା କଲା 570 ଖ୍ରୀଷ୍ଟାବ୍ଦରୁ 735 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। କୁଙ୍ଗଦରେ ବ୍ୟାପ୍ତି ଥିଲା ଉତ୍ତରରେ ମହାନଦୀଠାରୁ ଦକ୍ଷିଣରେ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଯେଉଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଏଇଟା ଥିଲା କଙ୍ଗୋଦ। ମନେ ହୁଏ କଳିଙ୍ଗ ଓ ଓଡ଼ ବା ଓଡ୍ର ରାଜ୍ୟଦ୍ୱୟ ମଧ୍ୟରେ ଅବସ୍ଥିତ ଥିବାରୁ ଏହି ଅଞ୍ଚଳକୁ କଙ୍ଗୋଦ ନାମରେ ନାମିତ କରାଯାଏ। ଫିନ୍ସାଙ୍କ ଭ୍ରମଣ ବୃତ୍ତାନ୍ତରେ କଙ୍ଗୋଦର ଉଲ୍ଲେଖ ରହିଛି। ଶୈଳୋଦ୍ଭବ ରାଜବଂଶ ଓଡ଼ିଶା ଇତିହାସରେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ। ଏଥିରୁ ଜଣାଯାଏ ଯେ ଖାରବେଳଙ୍କ ପରେ ଦକ୍ଷିଣ ଓଡ଼ିଶାରେ ମାଠର ବଂଶୀ ରାଜାମାନେ, ଏଠି ଆପଣ ଲେଖିଦେବେ 350ରୁ 498 ଖ୍ରୀଷ୍ଟାବ୍ଦ। ତାପରେ ଆସୁଛନ୍ତି ବାସିଷ୍ଠ ବଂଶୀ ରାଜାମାନେ 498ରୁ 573 ଖ୍ରୀଷ୍ଟାବ୍ଦ। ପଶ୍ଚିମ ଓଡ଼ିଶାରେ ନଳ ରାଜାମାନେ ଆସିଲେ 400ରୁ 500 ଖ୍ରୀଷ୍ଟାବ୍ଦ। ଉତ୍ତର ଓଡ଼ିଶାରେ ବିଗ୍ରହ ଓ ମୁଦ୍ଗଲ ବଂଶୀ ରାଜାମାନେ ଆସିଲେ 570ରୁ 620 ଖ୍ରୀଷ୍ଟାବ୍ଦ ଏବଂ ପୂର୍ବ ବା ମଧ୍ୟ ଓଡ଼ିଶାରେ ଶୈଳୋଦ୍ଭବ ବଂଶୀ ରାଜାମାନେ ଆସିଲେ 570ରୁ 735 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏମାନଙ୍କର ରାଜତ୍ୱ ଚାଲିଲା। ଏହାପରେ ଆମର ଆସୁଛନ୍ତି ଭୌମକର ବଂଶୀୟ ରାଜା, ଯେଉଁମାନେ 736ରୁ 950 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାକୁ ଶାସନାଧୀନ କରିଥିଲେ। ଆମେ ଧୀରେ ଧୀରେ ଆଧୁନିକ ଓଡ଼ିଶା ଆଡ଼କୁ ଯାଉଛେ, ତେଣୁ ଏଇ ରାଜବଂଶୀ ମାନଙ୍କର ଗୋଟେ ଚିଠା ପ୍ରସ୍ତୁତ କରିକି ଆପଣମାନେ ମନେ ରଖିଦେଲେ ବହୁତ ଆପଣମାନଙ୍କୁ ସୁବିଧା। ଯେକୌଣସି ସାକ୍ଷାତକାରରେ ଓଡ଼ିଶାର ଇତିହାସ ସମ୍ପର୍କରେ ଯେତେବେଳେ ଆପଣଙ୍କୁ ପଚରାଯିବ, ଅନ୍ତତଃ ପକ୍ଷେ ଓଡ଼ିଶାର ଏଇ ଯେଉଁ ବିବର୍ତ୍ତିତ ରୂପ ପଛରେ ଥିବା ରାଜବଂଶୀ ମାନଙ୍କର ଯେଉଁ ଅବଦାନ, ସେଗୁଡ଼ିକୁ ମଧ୍ୟ ଆପଣ ସୁନ୍ଦର ଭାବରେ କହିପାରିବେ। ତେଣୁ ଭୌମକର ବଂଶୀୟ ରାଜା ଆସିଲେ। ସେମାନଙ୍କ ପରେ ଆସିଲେ ସୋମବଂଶର ରାଜାମାନେ। ସୋମବଂଶୀ ରାଜାମାନଙ୍କର ରାଜତ୍ୱ ଚାଲିଲା 950 ଖ୍ରୀଷ୍ଟାବ୍ଦରୁ 1112 ପର୍ଯ୍ୟନ୍ତ। ଏଇ ସୋମବଂଶୀ ରାଜା ମାନଙ୍କର ଶାସନ କାଳରେ ଓଡ଼ିଶାର ଶିଳ୍ପ ଭାସ୍କର୍ଯ୍ୟ ଅତ୍ୟନ୍ତ ଚରମ ସୀମାକୁ ଉନ୍ନୀତ ହୋଇଥିଲା। ତେବେ 497 ଖ୍ରୀଷ୍ଟାବ୍ଦରୁ 1435 ଖ୍ରୀଷ୍ଟାବ୍ଦ, ଏଇଟାକୁ ଆମେ କହିପାରିବା ପ୍ରାଚ୍ୟ ଗଙ୍ଗବଂଶୀ, ଯେଉଁଟା ଆମର ପ୍ରାଚ୍ୟ ଗଙ୍ଗକୁ ମାନେ 497ରୁ 1078 ଏବଂ ପରବର୍ତ୍ତୀ ଗଙ୍ଗବଂଶ ହେଲା 1078ରୁ 1435। ଏଇ ସମୟଟା ହେଉଛି ଆମ ଶିଳ୍ପ ଭାସ୍କର୍ଯ୍ୟର ଅତ୍ୟନ୍ତ ଭଲ ସମୟ, ସୁନ୍ଦର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ। ପ୍ରାୟ 1000 ବର୍ଷ ପର୍ଯ୍ୟନ୍ତ ଗଙ୍ଗବଂଶୀ ରାଜାଗଣ ଓଡ଼ିଶା ଶାସନ କରିଥିଲେ। ଏ ଯେଉଁ କହିଲି 497ରୁ 1078, 1078ରୁ 1435, ଆମେ ଗଙ୍ଗବଂଶୀ ରାଜାମାନଙ୍କର ଲିଷ୍ଟ ଗୋଟେ କରିପାରିବା ପଛରେ। ଏବେ ଆମେ ଖାଲି ଏତିକି ମନେ ରଖିବା ଯେ ଏଇ ସମୟ ସୀମା ଭିତରେ ଗଙ୍ଗବଂଶୀ ରାଜାମାନେ ତାଙ୍କର ପ୍ରଭୁତ୍ୱ ବିସ୍ତାର କରିଥିଲେ। ଓଡ଼ିଶାରେ ଏହି ସମୟରେ ସର୍ବାଙ୍ଗୀନ ଉନ୍ନତି ସାଧନ ହୋଇଥିବାରୁ ଗଙ୍ଗ ରାଜତ୍ୱ କାଳକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ ରୂପେ ଅଭିହିତ କରାଯାଏ। ଆପଣମାନଙ୍କୁ ପ୍ରଶ୍ନ ଆସିପାରେ, କେଉଁ ସମୟରେ ଓଡ଼ିଶାର ସୁବର୍ଣ୍ଣ ଯୁଗ ସୃଷ୍ଟି ହେଇଥିଲା, କେଉଁଥିପାଇଁ ହେଇଥିଲା? ଆପଣମାନେ ଶିଳ୍ପ ଭାସ୍କର୍ଯ୍ୟର କଥାକୁ ଆଲୋଚନା ପରିସରକୁ ଆଣିକି ସେ ସମୟରେ ରାଜତ୍ୱକୁ, ଗଙ୍ଗବଂଶୀ ରାଜତ୍ୱକୁ ଆପଣ ଗୁରୁତ୍ୱ ଦେଇପାରିବେ। 1435 ଖ୍ରୀଷ୍ଟାବ୍ଦରୁ 1535 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ 100 ବର୍ଷ ଓଡ଼ିଶାର ଶାସନଭାର ଦାୟିତ୍ୱ ଗ୍ରହଣ କରିଥିଲେ ସୂର୍ଯ୍ୟବଂଶୀୟ ସମ୍ରାଟମାନେ। ଆପଣ ଯେତେବେଳେ ମାଦଳା ପାଞ୍ଜିରେ ଅନଙ୍ଗ ଭୀମଦେବଙ୍କୁ ପଢ଼ିବାକୁ ପଡ଼ୁଛି, ତେଣୁ ଆପଣମାନେ ଏଇଥିରୁ ମନେ ରଖିବେ କେଉଁ ରାଜାଙ୍କ ପରେ କେଉଁ ରାଜା ଆସିଥିଲେ। ମୁକୁନ୍ଦ ଦେବ, ଯେଉଁଟା 1535ରୁ 1568, ସେ ରାଜାଙ୍କ ଦ୍ୱାରା ଓଡ଼ିଶା ଶାସିତ ହୋଇଥିଲା। ଖୋର୍ଦ୍ଧାର ଭୋଇ ବଂଶୀୟ ଗଜପତି ରାଜାମାନେ ଆଫଗାନ ସୁଲତାନମାନଙ୍କ ଅଧୀନରେ 1568 ଖ୍ରୀଷ୍ଟାବ୍ଦରୁ 1592 ପର୍ଯ୍ୟନ୍ତ ଶାସନ କରିଥିଲେ। ମୋଗଲମାନଙ୍କ ଅଧୀନରେ 1592 ଖ୍ରୀଷ୍ଟାବ୍ଦରୁ 1707 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରହିଲା ଓଡ଼ିଶା। ମରହଟ୍ଟାମାନଙ୍କ ଅଧୀନରେ ରହିଲା 1707 ଖ୍ରୀଷ୍ଟାବ୍ଦରୁ 1803 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଆମେ ଜାଣିଛେ ଯେ 19ବିଂଶ ଶତାବ୍ଦୀର ପ୍ରାରମ୍ଭ, ଯେଉଁଟା 1803ରେ ଓଡ଼ିଶା ଇଂରେଜ ଶାସନାଧୀନ ହେଲା। ତେଣୁ ଆମକୁ ଏଇଠି ମନେ ରଖିବାକୁ ପଡ଼ିବ
ଯେ ଏଇ ଯେଉଁ 1803 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାର ଯେଉଁ ରାଜାମାନଙ୍କ ପରେ କିପରି ଭାବରେ ମୋଗଲ ଆସୁଛନ୍ତି, ମୋଗଲ ପରେ ମରହଟା ଆସୁଛନ୍ତି ଏବଂ ମରହଟାଙ୍କ ପରେ ଆସୁଛନ୍ତି ଆପଣଙ୍କର ଇଂରେଜମାନେ। ମୋଗଲ, ମରହଟା ଏବଂ ଇଂରେଜ, ଏଇ ତିନିଟା ପର୍ଯ୍ୟାୟ ମନେ ରଖିବାକୁ ହେବ। ଏବଂ 1818 ଖ୍ରୀଷ୍ଟାବ୍ଦକୁ ମୁଁ ନେଇଯାଉଛି ଯେ ସମ୍ବଲପୁର, ଫୁଲଝର, ଖଡ଼ିଆଳ ଏସବୁ ଅଞ୍ଚଳ ଇଂରେଜମାନଙ୍କର ଇଂରେଜମାନେ ମରହଟାମାନଙ୍କ ଠାରୁ ଅକ୍ତିଆର କଲେ। ସମ୍ବଲପୁର ଇଂରେଜମାନଙ୍କର ଖାସ ଦଖଲକୁ ଆସିଲା 1850 ଖ୍ରୀଷ୍ଟାବ୍ଦରେ, କିନ୍ତୁ ଏସବୁ ଅଞ୍ଚଳକୁ ଆଧୁନିକ ମଧ୍ୟପ୍ରଦେଶ ସହିତ ସଂଯୁକ୍ତ କରାଗଲା। 1818 ଖ୍ରୀଷ୍ଟାବ୍ଦ ସୁଦ୍ଧା ଇଂରେଜମାନେ ସମଗ୍ର ଓଡ଼ିଶା ଭାଷୀ ଅଞ୍ଚଳ ଅଧିକାର କରିସାରିଥିଲେ ଏବଂ ଏହି ଅଞ୍ଚଳଗୁଡ଼ିକୁ ଏକତ୍ର କରି ସ୍ୱତନ୍ତ୍ର ପ୍ରଦେଶ ଗଠିତ କରିବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ। ଆପଣମାନେ ଭଲ ଭାବରେ ଜାଣନ୍ତି ଯେ କିପରି ଭାବରେ ଓଡ଼ିଶା ବିଚ୍ଛିନ୍ନ ହୋଇକି ଥିଲା ଏବଂ ତାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ଆମ ପୂର୍ବଜମାନେ, ଆମର ଯେଉଁ ବିଶିଷ୍ଟ ସାହିତ୍ୟିକ, ଯେଉଁମାନେ କର୍ମବୀର, କର୍ମଯୋଦ୍ଧା ଥିଲେ, ସେମାନେ କିପରି ଭାବରେ ସାହାଯ୍ୟ କରିଛନ୍ତି, ଯେଉଁମାନଙ୍କ ଯୋଗୁଁ ଓଡ଼ିଶା ଏବଂ ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ବଞ୍ଚି ରହିଛି, ତା ସମ୍ପର୍କରେ ଆମେ ଆଉ ଗୋଟେ ଅଡ଼ିଓରେ ଆଲୋଚନା କରିବା। ତେବେ ଖାଲି ଏତିକି କହିବା ପାଇଁ ଚାହିଁବି, ଏ ପର୍ଯ୍ୟନ୍ତ ଓଡ଼ିଶାର ଯେଉଁ ବିକାଶ କ୍ରମ ହେଲା, ତାର ନାମକୁ ନେଇକି, ତାର ଐତିହାସିକ ରୂପକୁ ନେଇକି ତାକୁ ଆମକୁ ମନେ ରଖିବାକୁ ପଡ଼ିବ। ସେଇଟା ଗୋଟେ ମୁଖ୍ୟ ପ୍ରସଙ୍ଗ ଯେତେବେଳେ ଆମେ କୌଣସି ଇଣ୍ଟରଭ୍ୟୁ ଯାଉଛେ ବା ସାକ୍ଷାତକାରରେ ଦେଖା ସାକ୍ଷାତ ଯାହା ବି ଆମର ସାମ୍ନା କରୁଛେ, ସେ ସମୟରେ ଯେତେବେଳେ ଆମକୁ ପ୍ରଶ୍ନ ପଚରାଯାଉଛି ଓଡ଼ିଶାର ଐତିହ୍ୟ ବା ତାର ବିବର୍ତ୍ତିତ ରୂପ ସମ୍ପର୍କରେ, ଆମ ପାଖରେ ସାଧାରଣ ଗୋଟେ ଜ୍ଞାନ ରହିବା ଦରକାର। ତେବେ ମୁଁ ଶେଷ କରିବି ଯେ 1903 ଖ୍ରୀଷ୍ଟାବ୍ଦରେ ଉତ୍କଳ ଗୌରବ ମଧୁସୂଦନଙ୍କ ନେତୃତ୍ୱରେ କଟକରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଗଞ୍ଜାମ, ଭାଇଜାଗା ପାଟନାମ, ଯେଉଁଟା ଭାଇଜାଗା କହୁଛନ୍ତି ଆପଣମାନେ, ସମ୍ବଲପୁର, ଛୋଟନାଗପୁର ଓ ମେଦିନୀପୁର ଇତ୍ୟାଦି ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକୁ ଓଡ଼ିଶା ସହିତ ମିଶାଇ ଦେବା ପାଇଁ ଦାବି କରାହେଲା ଏବଂ 1904 ବେଳକୁ ଫୁଲଝର, ଚନ୍ଦ୍ରପୁର ଓ ପଦ୍ମପୁର ଅଞ୍ଚଳ ବ୍ୟତୀତ ସମ୍ବଲପୁର, ସୋନପୁର, ବାମଣ୍ଡା, କଳାହାଣ୍ଡି, ରେଢ଼ାଖୋଲକୁ ଓଡ଼ିଶାରେ ମିଶାଗଲା। 1904ରୁ 1911 ପର୍ଯ୍ୟନ୍ତ ଓଡ଼ିଶା ଅଞ୍ଚଳର ଏକତ୍ରୀକରଣ ନିମିତ୍ତ କ୍ରମାଗତ ଆନ୍ଦୋଳନ ହେଲା। 1911 ଖ୍ରୀଷ୍ଟାବ୍ଦ ଅଗଷ୍ଟ 25 ତାରିଖରେ ବିହାର ଓଡ଼ିଶା ପ୍ରଦେଶ ଗଠିତ ହେଲା। ଏଇଟା ମନେ ରଖିବେ। ତାପରେ 1917 ଖ୍ରୀଷ୍ଟାବ୍ଦ ଡିସେମ୍ବର 11 ତାରିଖରେ ଉତ୍କଳ ସମ୍ମିଳନୀ ପୁନର୍ବାର ଲର୍ଡ ମଣ୍ଟେଗୁ ଓ ଲର୍ଡ ଜେମ୍ସ ଫୋର୍ଡଙ୍କ ନିକଟରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ଓଡ଼ିଶାରେ ମିଶାଇ ଦେବା ନିମନ୍ତେ ଦୃଢ଼ ଦାବି କରାଗଲା। 1935 ଖ୍ରୀଷ୍ଟାବ୍ଦରେ ନୂତନ ଭାରତ ଶାସନ ଆଇନ ପ୍ରବର୍ତ୍ତିତ ହେଲା। ଏଇଟା 1935 ମସିହାକୁ ମନେ ରଖିବେ। ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା 1936 ଏପ୍ରିଲ 1 ତାରିଖରେ। ତେବେ 1947 ଅଗଷ୍ଟ 15ରେ ଆମ ଭାରତ ସ୍ୱାଧୀନତା ଲାଭ କଲା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଓଡ଼ିଶାର ଯେଉଁ ବିବର୍ତ୍ତିତ ଇତିହାସର ଯେଉଁ କ୍ରମ ବିବର୍ତ୍ତିତ ରୂପକୁ, ଏବଂ ମୁଁ ଆଉ ଗୋଟିଏ ଅଡ଼ିଓରେ ଆପଣଙ୍କୁ ଓଡ଼ିଶାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଘେରି ରହିଥିବା ବିବିଧ ଅଞ୍ଚଳ ଏବଂ ତାର ନଦୀ ଏବଂ ତାର ବିବିଧ ସ୍ଥାନ, ହ୍ରଦ, ତାପରେ ତାର ପର୍ବତ, ଏ ସମ୍ପର୍କରେ ଆଲୋଚନା କରିବି। ଅଡ଼ିଓଟି କେମିତି ଲାଗିଲା ଏ ସମ୍ପର୍କରେ ଆପଣଙ୍କର ମତାମତ ଜଣାଇବେ ଏବଂ ଆଉ ଓଡ଼ିଶାକୁ ନେଇକି ଆପଣଙ୍କର ଆଉ କ'ଣ ଜାଣିବାର ଅଛି ଯଦି ପ୍ରଶ୍ନ ପଚାରିବେ, ତାହେଲେ ମୁଁ ଚେଷ୍ଟା କରିବି ଆପଣମାନଙ୍କର ସଂଶୟକୁ ଦୂର କରିବା ପାଇଁ। ବହୁତ ଧନ୍ୟବାଦ।